ওং বৃষ্ণীনাং বাসুদেবস্মি পাণ্ডবানাং ধনঞ্জয় মুনিনামপ্যহং ব্যাস কবিনামুসনা কবি। ମୁଁ ବୃଷି ବଂଶୀମାନଙ୍କ ମଧ୍ୟରେ ବାସୁଦେବ ଅର୍ଥାତ୍ ମୁଁ ସ୍ୱୟଂ। ତୁମେ ସଖା ପାଣ୍ଡବମାନଙ୍କ ମଧ୍ୟରେ ଧନଞ୍ଜୟ ଅର୍ଥାତ୍ ତୁମେ ମୁନିମାନଙ୍କ ମଧ୍ୟରେ ବେଦବ୍ୟାସ ଓ କବିମାନଙ୍କ ମଧ୍ୟରେ ବୁଦ୍ଧିମାନ ଶୁକ୍ରାଚାର୍ଯ୍ୟ ମଧ୍ୟ ମୁଁ ହିଁ ଅଟେ। ବୃଷି ବଂଶୀ ମାନଙ୍କ ମଧ୍ୟରେ ବାସୁଦେବ ମୁଁ ହିଁ ଅଟେ କହିବାର ଅଭିପ୍ରାୟ କଣ? ଏହା କହି ଭଗବାନ ଅବତାର ଓ ଅବତାରୀଙ୍କର ଏକତ୍ୱ ଦେଖାଇଛନ୍ତି। କହିବାର ଭାବ ଏଇ ଯେ ମୁଁ ଅଜନ୍ମା ଅବିନାଶୀ ସବୁ ପ୍ରାଣୀଙ୍କର ମହେଶ୍ୱର ସର୍ବଶକ୍ତିମାନ ପୂର୍ଣ୍ଣ ବ୍ରହ୍ମ ପୁରୁଷୋତ୍ତମ ହିଁ ଏଠାରେ ବସୁଦେବଙ୍କ ପୁତ୍ର ରୂପରେ ଲୀଳାରେ ପ୍ରକଟ ହୋଇଛି। ଅତଏବ ଯେଉଁମାନେ ମୋତେ ସାଧାରଣ ମନୁଷ୍ୟ ବୋଲି ଭାବନ୍ତି ସେମାନେ ବିରାଟ ଭୁଲ କରନ୍ତି। ପାଣ୍ଡବମାନଙ୍କ ମଧ୍ୟରେ ଅର୍ଜୁନଙ୍କୁ ନିଜର ସ୍ୱରୂପ ବୋଲି କହିବାର ଅଭିପ୍ରାୟ କର। କାରଣ ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ ଧର୍ମରାଜ ଯୁଧିଷ୍ଠିର ହିଁ ତ ସମସ୍ତଙ୍କ ଠାରୁ ବଡ଼ ତଥା ଭଗବାନଙ୍କର ଭକ୍ତ ଓ ଧର୍ମାତ୍ମା ଥିଲେ। ଯୁଧିଷ୍ଠିର ଯେ ପାଣ୍ଡବମାନଙ୍କ ମଧ୍ୟରେ ସମସ୍ତଙ୍କ ଠାରୁ ବଡ଼ ଧର୍ମାତ୍ମା ଓ ଭଗବାନଙ୍କର ପରମ ଭକ୍ତ ଥିଲେ ତାହା ନିଃସନ୍ଦେହ। ତଥାପି ହିଁ ସବୁ ପାଣ୍ଡବଙ୍କ ମଧ୍ୟରେ ଶ୍ରେଷ୍ଠ ଗଣ୍ୟ ହୁଅନ୍ତି। ଏହାର କାରଣ ଏଇ ଯେ ନର ନାରାୟଣ ଅବତାରରେ ଅର୍ଜୁନ ନର ରୂପରେ ଭଗବାନଙ୍କ ସହିତ ରହି ସାରିଥିଲେ। ତା ଛଡ଼ା ସେ ଭଗବାନଙ୍କର ପରମ ପ୍ରିୟ ସଖା ଓ ତାଙ୍କର ଅନନ୍ୟ ପ୍ରେମୀ ଭକ୍ତ। ତେଣୁ ଅର୍ଜୁନଙ୍କୁ ଭଗବାନ ନିଜର ସ୍ୱରୂପ ବୋଲି କହିଛନ୍ତି। ମୁନିମାନଙ୍କ ମଧ୍ୟରେ ବ୍ୟାସକୁ ଭଗବାନ ନିଜର ସ୍ୱରୂପ କହିବାର ଅଭିପ୍ରାୟ କଣ? ଭଗବାନଙ୍କର ସ୍ୱରୂପକୁ ଓ ବେଦାଦି ଶାସ୍ତ୍ରକୁ ମନନ କରିବା ଲୋକଙ୍କୁ ମୁନି କହନ୍ତି। ଭଗବାନ ବେଦବ୍ୟାସ ସମସ୍ତ ବେଦକୁ ଭଲ ଭାବରେ ଚିନ୍ତନ କରି ତାର ବିଭାଗ କରିଛନ୍ତି। ସେ ମହାଭାରତ ପୁରାଣ ଆଦି ଅନେକ ଶାସ୍ତ୍ର ରଚନା କରିଛନ୍ତି। ସେ ଭଗବାନଙ୍କ ଅଂଶ ଅବତାର ଓ ସର୍ବସଦ୍ ଗୁଣ ସମ୍ପନ୍ନ। ଅତଏବ ମୁନିମଣ୍ଡଳରେ ତାହାଙ୍କର ପ୍ରାଧାନ୍ୟ ଥିବାରୁ ଭଗବାନ ତାଙ୍କୁ ନିଜର ସ୍ୱରୂପ ବୋଲି କହିଛନ୍ତି। କବିମାନଙ୍କ ମଧ୍ୟରେ ଶୁକ୍ରାଚାର୍ଯ୍ୟକୁ ନିଜର ସ୍ୱରୂପ କହିବାର ଅଭିପ୍ରାୟ କଣ? ଯେ ପଣ୍ଡିତ ଓ ବୁଦ୍ଧିମାନ ତାହାଙ୍କୁ କବି କହନ୍ତି। ଶୁକ୍ରାଚାର୍ଯ୍ୟ ଭାର୍ଗବମାନଙ୍କର ଅଧିପତି, ସକଳ ବିଦ୍ୟାରେ ବିଶାରଦ, ସଞ୍ଜୀବନୀ ବିଦ୍ୟାରେ ଅଭିଜ୍ଞ ଓ କବିମାନଙ୍କ ମଧ୍ୟରେ ପ୍ରଧାନ। ତେଣୁ ତାଙ୍କୁ ଭଗବାନ ନିଜର ସ୍ୱରୂପ ବୋଲି କହିଛନ୍ତି। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମଃ। ଭଗବାନ ସ୍ୱୟଂ କହିଛନ୍ତି ନରସ୍ତୋମସୀ ଦୁର୍ଦର୍ଶ ହରିନାରାୟଣ ହ୍ୟହଂ କାଳେ ଲୋକମିମଂ ପ୍ରାସ୍ତୌ ନରନାରାୟଣ ବୃଷି ଅନନ୍ୟ ପାର୍ଥ ମତସ୍ତ୍ୱଂ ସ୍ତୋତ୍ରୋତ୍ସାହଂ ତଥୈବ ଚ ନାବୋୟୋରନ୍ତରଂ ସତ୍ୟଂ ବେଦିତୁଂ ଭରତର୍ଷଭ। ହେ ଦୁର୍ଦର୍ଶ ଅର୍ଜୁନ, ତୁମେ ଭଗବାନ ନର ଓ ମୁଁ ସ୍ୱୟଂ ହରିନାରାୟଣ। ଆମେ ଦୁହେଁ
एकदा नर ओ नारायण ऋषि होई एई लोकଙ୍କୁ ଆସିଥିଲେ। तेणु हे अर्जुन तुमे मो ठारू अलगा नुह ओ मु तुम ठारू अलगा नुहे। हे भारत श्रेष्ठ आम दुहींक मध्यरे किछि भी प्रभेद नाही, ଏହା केही जानନ୍ତି ନାହିଁ। महर्षि भृगुंकर च्यवन आदि 7 पुत्रଙ୍କ ମଧ୍ୟରେ ଶୁକ୍ର ପ୍ରଧାନ। ସେ ଭଗବାନ ଶଙ୍କରଙ୍କୁ ଆରାଧନା କରି ସଞ୍ଜୀବନୀ ବିଦ୍ୟା ଓ ଜରା ମରଣ ହିତ ବଜ୍ର ସମାନ ଦୃଢ଼ ଶରୀର ପ୍ରାପ୍ତ କରିଥିଲେ। ଭଗବାନ ଶଙ୍କରଙ୍କ ପ୍ରସାଦରୁ ହିଁ ଯୋଗ ବିଦ୍ୟାରେ ନିପୁଣ ହୋଇ ସେ ଯୋଗାଚାର୍ଯ୍ୟ ପଦବୀ ପ୍ରାପ୍ତ ହୋଇଥିଲେ। ସେ ଦୈତ୍ୟମାନଙ୍କର ପୁରୋହିତ, କାବ୍ୟ କବି ଓ ଉଷନା ଏହାଙ୍କର ଅନ୍ୟ ନାମ। ପିତୃଙ୍କ ମାନସୀ କନ୍ୟା ଗୋଙ୍କ ସହିତ ଏହାଙ୍କର ବିବାହ ହୋଇଥିଲା। ଷଣ୍ଢ ଓ ଅମର୍କ ନାମକ 2 ପୁତ୍ର ଯେଉଁମାନେ କି ପ୍ରହ୍ଲାଦଙ୍କର ଗୁରୁ ଥିଲେ, ଏହାଙ୍କ ଠାରୁ ଉତ୍ପନ୍ନ ହୋଇଥିଲେ। ଶୁକ୍ରାଚାର୍ଯ୍ୟ ଅନେକ ଗୁପ୍ତ ଓ ଦୁର୍ଲଭ ମନ୍ତ୍ରମାନଙ୍କର ଜ୍ଞାତା, ଅନେକ ବିଦ୍ୟାରେ ପାରଦର୍ଶୀ, ବୁଦ୍ଧିମାନ ଓ ପରମ ନୀତି ନିପୁଣ ଅଟନ୍ତି। ତାହାଙ୍କର ରଚିତ ଶୁକ୍ରନୀତି ପ୍ରସିଦ୍ଧ। ବୃହସ୍ପତିଙ୍କ ପୁତ୍ର କଚ ଏହାଙ୍କ ଠାରୁ ସଞ୍ଜୀବନୀ ବିଦ୍ୟା ଶିଖିଥିଲେ। ମହାଭାରତ, ଶ୍ରୀମଦ୍ ଭାଗବତ, ବାୟୁ ପୁରାଣ, ବ୍ରହ୍ମ ପୁରାଣ, ମତ୍ସ୍ୟ ପୁରାଣ ଓ ସ୍କନ୍ଦ ପୁରାଣ ପ୍ରଭୃତିରେ ଏହାଙ୍କ ବଡ଼ ବିଚିତ୍ର ଓ ଶିକ୍ଷାପ୍ରଦ କଥାମାନ ରହିଛି। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମଃ। ओं दंडो दमयतास्मि नीतिरस्मि जिगीषताम् मौनं चैवास्मि गुह्यानां ज्ञानं ज्ञानवतामहम्। मु दमनकारी मानंकर दंड अर्थात दमन शक्ति अटे। मु विजयकामी मानंकर नीति अटे। मु गोपन योग्य भाव मानंकर रक्षक, मौन ओ ज्ञानी मानंकर तत्व ज्ञान मध्य मुहि अटे। दमनकारी मानंकर दंड को निज स्वरूप कहवार अभिप्राय कर। दंड दमन शक्ति। धर्म त्याग करे अधर्म रे प्रवृत्त उच्छृंखल मनुष्य मानंको पापाचार रोकी सत्कर्म रे प्रवृत्त कराए। मनुष्यर मन ओ इंद्रिय प्रवृत्ति मध्य यही दमन शक्ति द्वारा ही बस होई भगवत प्राप्ति रे सहायक होई पारंती। दमन शक्ति द्वारा समस्त प्राणी निज निजर अधिकार पालन करंती। एणु जेउ देवता, राजा ओ शासक आदि न्याय पूर्वक दमनकारी अटंती, सेही समस्तंकर दमन शक्ति को भगवान निजर स्वरूप बोली कहिचंती। विजय चाहुथिबा लोकंकर नीति को भगवान निजर स्वरूप कहवार अभिप्राय कौन? नीति शब्द एठारे न्यायर वाचक। न्याय ही मनुष्यर प्रकृत विजय हुए। जेउ राज्य रे नीति रहे नाही, अनीति हुए, से राज्य मध्य शीघ्र नष्ट हो जाए। अतएव नीति अर्थात न्याय ही विजयर प्रधान उपाय। तेणु विजयकामी मानंकर नीति को भगवान निजर स्वरूप बोली कहिचंती। भगवान मौन को निजर स्वरूप कहवार अभिप्राय कौन? जेते भी गोपनीय भाव अच्छी से सबु मौन द्वारा ही गुप्त रही पारे। कहवा बंद करले, कहवा बंद न कले ताहाको गुप्त रही पारिबा कठिन। ए प्रकार रे गोपनीय भावर रक्षक रूपे मौनर प्राधान्य थिबारु
ମୌନକୁ ଭଗବାନ ନିଜର ସ୍ୱରୂପ ବୋଲି କହିଛନ୍ତି। ଏଠାରେ ଜ୍ଞାନବତମ ପଦ କେଉଁ ଜ୍ଞାନୀ ମାନଙ୍କର ବାଚକ? ସେମାନଙ୍କର ଜ୍ଞାନକୁ ଭଗବାନ ନିଜର ସ୍ୱରୂପ ବୋଲି କହିବାର ଅଭିପ୍ରାୟ କଣ? ଜ୍ଞାନବତମ ପଦଟି ହେଉଛି ପରମ ବ୍ରହ୍ମ ପରମାତ୍ମାଙ୍କ ସ୍ୱରୂପକୁ ସାକ୍ଷାତ କରିଥିବା ଯଥାର୍ଥ ଜ୍ଞାନୀ ମାନଙ୍କର ବାଚକ। ସେମାନଙ୍କର ଜ୍ଞାନ ହିଁ ସର୍ବୋତ୍ତମ ଜ୍ଞାନ। ଅତଏବ ତାହାଙ୍କୁ ଭଗବାନ ନିଜ ସ୍ୱରୂପ ବୋଲି କହିଛନ୍ତି। 13 ଅଧ୍ୟାୟର 17-16 କରି ଭଗବାନ ନିଜକୁ ଜ୍ଞାନ ସ୍ୱରୂପ ବୋଲି କହିଛନ୍ତି। ଓಂ ନମୋ ଭଗବତେ